তুমি এটি বসিছ কোন কোন করি চালু না ଯିବା কোড়ি আজ পাল্লা আজ ଯିବା হ্যাঁ পাল্লা হচ্ছে যে কোন গায়ক গায়ক আউଛନ୍ତି তুমি জানি না কি হ্যাঁ মালতী বালিক আসিছি মালতী বালিক হ্যাঁ ମୁଁ ତ ତା ନାଁ ଶୁଣିନି କେବେ ଆଚ୍ଛା ସେ ଭଲ ଗାଇବ ଭଲ ଗାଇବ ଭଲ ଗାଇବ ତ ହଁ ଆଲୋ ମା ଖାଇବା ପିଇବା ଗରମ ମନ କରୁଛନ୍ତି ସବୁ ଭଲ ହେଇଛି ହଁ তুমি ଚାଲୁ ଯିବା ଖାଇବା ପିଇବା ପାଲା ଦେଖିବା ତାପରେ ପଳେଇ ଆସିବା ପାଲା ଦେଖିବା ଯେ ବୁଢ଼ା ମଣିଷ ରାତି ଅନିଦ୍ରା ହେବି ତୁ ତ କହୁଛୁ ଯଦି ସେ ପାଲା ଖରାପ ହୁଏ କାଲ ବୁଦ୍ଧି ଚକ୍ର ମାରିବି ତ ହଁ ଯିବା ତ ହଁ ନିଶ୍ଚୟ ଯିବା ନିହାତି ଯିବା ଓକେ ଚାଲ ଚାଲ মনে শোনা ফিরা ধানে সর্ব আমার ধর্মা সভা পরে ধর্মা সভা পরে বিদ্যাধর নৃত্যন্তি গম্ভীর বদন বলতে নৃত্য করো हेमर सज्जन आज्ञा आपण मानक सम्मुखरे मो बापा मालो कहानी की आलोचना करने को जाऊँगी ये कहानी नाम हूँ आज्ञा कपिल ब्रह्म दर्शन ये विषयटीर नाम है कपिल ब्रह्म दर्शन केमिति कपिल ब्राह्मण ब्रह्म को आज्ञा दर्शन करथिले आपण माने आज्ञा देखिबे आज्ञा सर्वप्रथम आपण मान को आज्ञा निमंत्रण आसीछि तेणु स्वर्गपुर निमंत्रण करछोंती देवराज इंद्र भल खाया पिया हेतु एठी तो हमर केते देखु लाइट लागी लिचु लागी बेलूर फुटुची हाँ से बेला हेतु ना इंद्र सभाटी आयोजन करिछंती सभारे बापा 33 कोटी देवता मंडली बसिछंती यक्ष रक्ष किन्नर गंधर्व विद्याधर समस्त आगे उपस्थित अछंती तेणु तमे कहूछ इंद्र जो सभाटी करिछंती आयोजन करिछंती तार साजसज्जा टिके आपण जानिबाकू चाहूछंती हौ ताहाले आज्ञा शुणंतु आपणकर कवि हेले कृष्ण प्रसाद बसु काव्य हूँ आज्ञा उर्वशी अष्टभद्र से काव्य गोटे पद देखा इंद्रंकर सभाटी केमिति स्फटिक आज्ञा स्फटिक स्फटिक बोलते आज्ञा धला पत्थर बापा देवराज इंद्र जो सभा करिछंती से सभार सभा तल माने चट्टान को जदि आज्ञा कक्ष पकाई देबे तल भाग को देखिबे केवल शंख पत्थर निर्माण करा जाय ऊपर को जदि लक्ष्य पकाई देबे आपण देखिबे कोन सुवर्णर चांदुआ आज्ञा आउ चतुर्पार्श्व को जदि लक्ष्य पकाइबे हीरा लीला मोती माणिकर सब झालेरी लगा जाय 33 कोटी देवता मंडली जो स्थान रे विराजमान करिछ उपस्थित अछन से स्थान बाद उपमा केमिति आमे देई परिबा नाइया
ତେତିଶ କୋଟି ଦେବତା ଯୋଉ ବସିଛନ୍ତି ଦେବରାଜ ଇନ୍ଦ୍ର ତ ସମସ୍ତଙ୍କୁ ଡାକିଛନ୍ତି ସମସ୍ତର ମନ ଖୁସି କାହାରି ମନରେ କେବେ ଦୁଃଖ କେବେ ଦେଇନାହାନ୍ତି ସମସ୍ତଙ୍କ ମୁଖରେ ହସ ଫୁଟି ଉଠୁଛି ସମସ୍ତଙ୍କୁ ସବୁ କିଛି ଆଜ୍ଞା ଦାନ କରିଛନ୍ତି କାହାରି ବାପା କୌଣସି ମା ଅଭାବ ରଖିନାହାନ୍ତି ଆଉ ସମସ୍ତେ ମନ ଖୁସିରେ ଆଜ୍ଞା ବସିଛନ୍ତି ସଭାରେ କିନ୍ତୁ ଜଣିଆ ଆଜ୍ଞା ମନ ଦୁଃଖରେ ବସିଅଛି ଏତେ ସବୁ ସାଜସଜା ଭିତରେ କାହା ମନଟା ଏତେ ଦୁଃଖ କାହା ମନ କଞ୍ଜୁସ ଅଛି କଣ ହେଲା ନା ଯିଏ କଞ୍ଜୁସ ତା ମନ ଦୁଃଖ ହଉଛି କାହାର ଆଜ୍ଞା ମନ ଦୁଃଖ ସେଇ କଥା ଟିକେ ବାପା ଦେଖିବା 33 କୋଟି ଦେବତାଙ୍କ ମଧ୍ୟରେ ସବୁ ଦେଲା ପରେ ଦେବରାଜ ଇନ୍ଦ୍ର କାହାର ଏମିତି ମନରେ ଦୁଃଖ ସେଇ କଥା ଦେଖିବା ନା ସିଂହାସନେ ୟଛନ୍ତି ଦେବରାଜ ଦେବରାଜ ଇନ୍ଦ୍ର ସିଂହାସନ ଉପରେ ବସିଛନ୍ତି ସିଂହାସନ ଅଳଙ୍କୃତ କରିଥିବା ଦେବରାଜ ଇନ୍ଦ୍ର ସମସ୍ତଙ୍କୁ ପୁଣି ଡାକିଛନ୍ତି ନିମନ୍ତ୍ରଣ ଦେଇ ସମସ୍ତେ ବସିଛନ୍ତି କିନ୍ତୁ ସମସ୍ତେ ହସୁଛନ୍ତି ଦେବରାଜ ଇନ୍ଦ୍ର ଆଜ୍ଞା ହସୁନାହାନ୍ତି ତାଙ୍କ ମନରେ କେଉଁ ଦୁଃଖ ରହିଲା ତାଙ୍କ ମନ କାହିଁକି ଦୁଃଖ ହେଇଛି ଜାଣିଛୁ ସ୍ୱର୍ଗୀୟ ସୁନ୍ଦରୀ ଉର୍ବଶୀ ଏଠିକି ଆସିନି ସିଏ ଆସିକି ଟିକେ ଡ୍ୟାନ୍ସ କଲେ ତାଙ୍କ ମନ ଖୁସି କହିଲେ ସ୍ୱର୍ଗୀୟ ସୁନ୍ଦରୀ ଉର୍ବଶୀ ବାକି ଅଛି ଉର୍ବଶୀ ଆସିଲେ ନୃତ୍ୟ ପରିବେଷଣ କରିବ ଦେବରାଜ ଇନ୍ଦ୍ର ଖୁସି ହେଇଯିବେ ଆଉ ସମସ୍ତଙ୍କର ଏକମତ ସ୍ୱର୍ଗୀୟ ସୁନ୍ଦରୀ ଉର୍ବଶୀକୁ ଡକାଗଲା ସ୍ୱର୍ଗୀୟ ସୁନ୍ଦରୀ ଉର୍ବଶୀ ଆଜ୍ଞା ଆସିଲେ ଦେବସଭା ମଧ୍ୟରେ ନୃତ୍ୟ ପରିବେଷଣ କରିଲେ ଆଜ୍ଞା ନୃତ୍ୟ ପରିବେଷଣ ଯେତେବେଳେ କରିଛନ୍ତି ସମସ୍ତେ ନୃତ୍ୟକୁ ଉପଭୋଗ କରୁଛନ୍ତି ସମସ୍ତେ ଆନନ୍ଦ ବାପା ହଉଛନ୍ତି କିନ୍ତୁ ଦେବରାଜ ଇନ୍ଦ୍ର ଆନନ୍ଦ ହେଲେ ନାହିଁ କାହିଁକି ନା 33 କୋଟି ଦେବତାଙ୍କୁ ଯିଏ ଡକାଇ ଆଣିଛନ୍ତି କାହିଁକି ସେ ସଭା କରିଥିଲେ ଭଲ ମନ୍ଦ ବିଚାର କରିବା ପାଇଁ ଆଜ୍ଞା ସେଇଠୁ ଡାକିଦେଲେ ହେ 33 କୋଟି ଦେବତା ମଣ୍ଡଳୀ କାହାର କେଉଁ ଅଭିଯୋଗ ରହିଲା ସେ ମୋ ଆଗରେ ପ୍ରକାଶ କରୁ ମୁଁ ତାର ଅଭିଯୋଗ ପୂର୍ଣ୍ଣ କରିବି ସମସ୍ତେ ଆଜ୍ଞା ଶୁଣୁଛନ୍ତି ଏ ବ୍ରହ୍ମଦେବ ଇଏ ଛିଡା ହବ ତମେ ତ ଆମ ଭିତରେ ବଡ ଅଛ ତମେ ଯାଉନ ପଚାରିବ ଇଏ ନା ମୁଁ ଯାଇପାରିବି ମୋ ଦେହ ହାତ ଧରିବ ଆଉ ଲକ୍ଷ୍ମୀ ନାନୀ ତମେ ଯାଉନ ପଚାରିବ ମୁଁ ଯାଇପାରିବି ଏ ସାବି ନାନୀ ତମେ ଯାଉନ ପଚାରିବ ମତେ ଜମା ଏଗୁଡା ସବୁ ଡରୁଆ ଆମେ ସବୁ ଡର ତମେ ଯାଉନ ମତେ ଛାଡି ତୁମେ ଯାଅ ବୁଝିବିନି ସମସ୍ତେ ଆଜ୍ଞା ମନା କରିଦେଲେ କିନ୍ତୁ ଜଣିଏ ଛିଡା ହେଲେ 33 କୋଟି ଦେବତାଙ୍କ ମଧ୍ୟରେ ଅଭିଯୋଗ ପ୍ରକାଶ କରିବା ପାଇଁ ଆଜ୍ଞା କିଏ ତାଙ୍କ ପରିଚୟ ଟିକେ ଜାଣିବାକୁ ପଡିବ ଆଜ୍ଞା ଏକାଳେ ଚିତ୍ରସେନ ଯୋଗ ଜ୍ଞାନ ବେଦ ବରଣ
ତେତିଶ କୋଟି ଦେବତାଙ୍କ ମଧ୍ୟରୁ ଚିତ୍ରସେନ ଆଜ୍ଞା। ଚିତ୍ରସେନ କିଏ? ଇନ୍ଦ୍ରଙ୍କର ଜ୍ୟେଷ୍ଠ ପୁଅ। ତେଣୁ ଆଜ୍ଞା ଯୋଡ ହସ୍ତ ଯୋଡି ଛିଡା ହୋଇଗଲା। ମହାରାଜ କାହାର କିଛି ଅଭିଯୋଗ ନଥିଲେ ବି ମୋର ଅଛି ମହାରାଜ। ଚିତ୍ରସେନ ହଁ ମହାରାଜ। କାହାରି କୌଣସି ଅଭିଯୋଗ ନାହିଁ। ନା ତାହେଲେ ତମର କେଉଁ ଅଭିଯୋଗ? ତାହେଲେ ଶୁଣନ୍ତୁ ମହାରାଜ, ଏ ଦେବସଭା ଭିତରକୁ ଦେବର୍ଷି ନାରଦକୁ ଆସିବା ପାଇଁ ମନା କରାଯାଏ। ଚିତ୍ରସେନ ଖାଲି ସେତିକି ନୁହଁ, ତାହେଲେ ତାଙ୍କ ପାଇଁ ଆସନ ଖଣ୍ଡିଏ ମଧ୍ୟ ରହିବ। ତାଙ୍କ ପାଇଁ ଆସନ ରହିବ ନାହିଁ। ଯଦି ଦେବର୍ଷି ନାରଦ ଏ ସଭାକୁ ଆସିବେ ହଁ ତାହେଲେ ଆମେ ସମସ୍ତେ ଚାଲିଯିବୁ, ଆପଣ ତାଙ୍କୁ ନେଇ ସଭା କରିବେ। ଚିତ୍ରସେନ ମହାରାଜ ତୁମ ଅଭିଯୋଗ ପୂର୍ଣ୍ଣ ହୋଇଗଲା। ରାଜା ମାନିଗଲେ ରେ, ସେ କଳିଆ ନାରଦ ଟିକେ ଆସିକି ଆଉ ଆସିବନି। ଦେଖନ୍ତୁ ଆଜ୍ଞା ଚିତ୍ରସେନର ଅଭିଯୋଗ ଦେବର୍ଷି ନାରଦ ଆଜ୍ଞା ଜାଣିପାରିଲେ। କହିଲେ ଏଡେ ସାହସ, ବାପ ପୁଅ ଦୁଇ ଜଣ ଆଜ୍ଞା କଥାବାର୍ତ୍ତା ହଉଛନ୍ତି। ସଭା ପାଇଁ ମତେ ଆଜି ମନା, ସଭାକୁ ଯିବି ନାହିଁ। ମୋ ପାଇଁ ଆସନ ରହିବ ନାହିଁ। ମୁଁ କଣ ଏତେ ଖରାପ ନା? ଆଉ ଏତେ ଅହଙ୍କାର, ବିନା ନିମନ୍ତ୍ରଣରେ ବିନା ଆସନରେ ଦେବ ସଭାକୁ ମୁଁ ନିଶ୍ଚୟ ଯିବି। ଦେବର୍ଷି ନାରଦ ଆଜ୍ଞା ବାହାରି ପଡିଲେ ଇନ୍ଦ୍ର ସଭାକୁ ଆସିବା ନିମନ୍ତେ। କେମିତି ଆସୁଛନ୍ତି ଆଜ୍ଞା? ବସୁଙ୍କର ଲେଖା ଦେଖନ୍ତୁ ଆଜ୍ଞା। ଏକାଏ ବାରିଦା ଦେବର୍ଷି ନାରଦ ବିନା ଆସନରେ ବିନା ନିମନ୍ତ୍ରଣରେ ସଭା ମଧ୍ୟରେ ଆଜ୍ଞା ଉପସ୍ଥିତ ହୋଇଗଲେ। ନାରାୟଣ ନାରାୟଣ ଉଚ୍ଚାରଣ କରିଲେ। ନାରାୟଣ ନାରାୟଣ ନାରାୟଣ। ହେ ଦେବର୍ଷି ମୋର ପ୍ରଣାମ ଗ୍ରହଣ କରନ୍ତୁ ଦେବର୍ଷି। ଆରେ ବାପା ତୋର ପ୍ରଣାମ ମୁଁ ଗ୍ରହଣ କରିବା ପାଇଁ ଆସିନି। କାହିଁକି ଦେବର୍ଷି? ଏରେ ତ ଆସନରେ ବସିବା ପାଇଁ ବି ଆସିନି। ଦେବର୍ଷି ସାମାନ୍ୟ ଗୋଟେ ଇନ୍ଦ୍ରାସନ ପାଇଛୁ ବୋଲି ତୋ ମନରେ ବହୁତ ଦେବର୍ଷି ଯେଉଁ ଇନ୍ଦ୍ରାସନ ପାଇଁ ତୋ ମନରେ ଏତେ ଅହଙ୍କାର, ସେ ଇନ୍ଦ୍ରାସନ ବେଶୀ ଦିନ ପର୍ଯ୍ୟନ୍ତ ଦେବର୍ଷି ଖୁବ ଅଳ୍ପ ଦିନ ମଧ୍ୟରେ ତୋର ଇନ୍ଦ୍ରାସନ ଚାଲିଯିବ। ଦେଖନ୍ତୁ ଆଜ୍ଞା ଦେବର୍ଷି ନାରଦ ଯେତେବେଳେ ଆଜ୍ଞା ଆସି ଦେବରାଜ ଇନ୍ଦ୍ରଙ୍କୁ କହିଲେ, ରେ ତମର ରେ କୁଳାଙ୍ଗାର ଛାର ଗୋଟିଏ ଇନ୍ଦ୍ରାସନ ପାଇଛୁ ବୋଲି ତୋ ମନରେ ଏତେ ଗର୍ବ ଆଉ ରହିବନି ବାପା, ରହିବନି ଆସନ। ଦେଖେ ଦେଖେ ମର୍ତ୍ତ୍ୟପୁରକୁ ଚାହିଁ ଦେଖେ। ମର୍ତ୍ତ୍ୟରେ ଜଣେ ବ୍ରାହ୍ମଣ ବସିକି ତପସ୍ୟା
ତପସ୍ୟା କରିଛ ତ ଇନ୍ଦ୍ର ଆସନକୁ ନେବ ବୋଲି। ହଁ ତେଣୁ ଆଜ୍ଞା ସେ ବ୍ରାହ୍ମଣ କିଏ ତାର ନା ଆଜ୍ଞା କଣ ତାର ପରିଚୟ ଆଜ୍ଞା କଣ ଦେଖନ୍ତୁ ମୋ ମା ମାନେ ବାପା ମାନେ ଭାଇ ମାନେ ତେଣୁ ଆଜ୍ଞା ସେ ବ୍ରାହ୍ମଣ କିଏ ତାର ନା କଣ ଆଜ୍ଞା କହିବା ନାମତା କପିଳ ରୁହନ୍ତୁ ରୁହନ୍ତୁ ये नामता कपिल या पुत्रता गोपाल पुत्रता गोपाल प्रियतमा तैसो श्री कृष्ण भजन अर्चन वंदन कीर्तन ना हूँ आज्ञा कपिल ब्राह्मण ब्राह्मण परिवार रे जन्म तार आज्ञा स्त्री अच्छी तार नाम है आज्ञा सुशीला मालो बापा माने तार 4 वर्षर पिलाटी अच्छी से पिलाटीर नाम हूँ आज्ञा गोपाल कपिल ब्राह्मण गृहस्थ धर्म रे न थाए आज्ञा किछि दूर रे जाई कृष्णंकर मूर्ति को स्थापना करी बिना अन्न बिना जल रे से कृष्ण भगवान को पूजा करुछि किंतु कपिल वस्तु नगर रे जो पड़िया अछि सेई पड़िया रे मां पुओ बसवास करंती से भी सेई कृष्ण को भजंती तेणु कृष्ण बिना तंकर गति नहीं कृष्णंक बिना तंकर आज्ञा मुक्ति नहीं कृष्ण पदକୁ ନେବେ कृष्ण एते कथा जदि आपण जानिछन्ति रे वर्षी ताले कुहंतु जो कृष्ण कृष्ण कथा कहूच सेई छार मानव पुणी काठर प्रतिमा ता नाम रे एमिति क्यों शक्ति अच्छी या मुंड खराब ହେଇଗଲା କିରେ କୃଷ୍ଣଙ୍କ ବିଷୟରେ ବୋଧେ ତତେ ଜଣା ନାହିଁ ବାପା ना देखंतु आज्ञा देवर्षि नारद टिके हसी देले कहिले रे पामर तू केमिति जानिबू कृष्णଙ୍କ नाम रे कोन एमिति रही दिन कृष्ण दास रस कल्लोल रे आज्ञा लिखि देले पदे कृष्ण नाम रे पाप जो जे कृष्ण नाम रे पाप जो जे पापी तापन करि पारे से पापी तापन करि कृष्ण नाम हरोटिए जदि कान रे आपण बाजिबो ए शरीर रखिबा जेतेक पातक सब आज्ञा धोई जी ପାପ ଧୋଇଯିବ आज्ञा कृष्ण नाम जदि परिवार रे आज्ञा अशांति सृष्टि होउछि परिवार जदि अशांति हैला आज्ञा आपण कृष्ण नाम जदि उच्चारण करिवे आपनक परिवार रे शांति आज्ञा भरी जीव କେତେ ଥର जदि आपणकर अनेक दिन हो गलानी रोग शरीर रे आज्ञा छाड़ू नहीं शरीर को आज्ञा क्षीण कलानी तेणु रोगक्रांत जदि थिबे आपण कृष्ण नाम उच्चारण करिवे 9 थर आज्ञा सकाळु 9 थर संध्या बेला 9 थर जदि बाजी अतिरिक्त शरीर तार क्रांत अच्छी रोग छाड़ू नहीं तेणु 108 थर सकाळु 108 संध्या बेले 108 ता कर्ण रे जदि आपण पढ़िबे ताले रोग छाड़ी जीवो काहे कि मैं कथा कहिली देखंतु आज्ञा सेही दिन कृष्ण दास सेही रस कल्लोल रे लिखितंतु कृष्ण नाम रे कृष्ण नाम रे अमृत पारिधि करि कल्मष नाशने औषधि आज्ञा कली रे तेणु औषध है केवल आज्ञा कृष्ण नाम ନାମ ଔଷଧ आपण मानक आम कार्यक्रम केमती लगे आशा करुँच निश्चिंत भाव भल लगे आहरी नुआ नुआ कार्यक्रम देखापी आपण मैंने आम चैनल
ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି।